ଭୁବନେଶ୍ୱର ନିକଟସ୍ଥ ଛତାବର ଗାଁରେ ସର୍ବସାଧାରଣରେ ଥିବା ଏକ ରାସ୍ତାକୁ ନେଇ ଗ୍ରାମବାସୀ ଏବଂ ସ୍ଥାନୀୟ ବାସିନ୍ଦା ସୁଜାତା ସାହୁଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଚାଲିଛି। ଏହାର ଆପୋଷ ସମାଧାନ ନ ହୋଇପାରିବାରୁ ଏହା ନ୍ୟାୟାଳୟରେ ବିଚାରାଧୀନ ଅଛି। ଖବର ଅନୁସାରେ ଗତ 2 ମାର୍ଚ୍ଚରେ ସୁଜାତା ସାହୁଙ୍କୁ ଘରୁ ଡାକି ନେଇ ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ମାଡ଼ ମାରିବା ଏବଂ ତାଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ମା ମଧ୍ୟ ମାଡ଼ ଖାଇବାକୁ ନେଇ ବିବାଦ ଥମି ନଥିବା ବେଳେ सरपंच एक सरपंच छतावर ग्राम पंचायत 2002 रु 2007 मुझे सरपंच थी मो समय ए रास्ता प्राइमेरी तैयारी लोकर चरित्र से झीर चरित्र आउ सियाड़ी जब जी 3टा स्वामी प्रमाण मुझे देवी मो पाखे अच्छी है सी टोटाली बाहनी बुझे कि आशीष नरेंद्र निराकार सुजाता साहू आशीष नरेंद्र ता ना मेन्टेनान्स केस कर बर्तमान पैसा पाँच या कौन बाहनी एमती आउ गोटे मेढाशाल पिला संगे सेमता घरे ब्यूटी पार्लर कला सेठी ताकू फसैला ताकू आनी एठी रखिला से पिला सार परिवार अछि से लोक मरिगला कौन बुझे भागीरथी बेरा तेणु बहुत कहानी ये सब कथा क्या चरित्र स्मरण कर से अवस्था नौ कि सी बर्तमान आमको जो राजरास्ता ने ठिया कले ଗତ 2 ଦିନ ତଳେ ପୂର୍ବତନ ସରପଞ୍ଚ ସୁଜାତା ସାହୁଙ୍କ ଚରିତ୍ରକୁ ନେଇ ଦେଇଥିବା କଟୁ ମନ୍ତବ୍ୟ ପରିବାର ଲୋକଙ୍କୁ ଅଧିକ ମର୍ମାହତ କରିବା ସହିତ ବିବାଦକୁ ଅଧିକ ଖରାପ କରୁଛି। କ'ଣ କହୁଛନ୍ତି ସୁଜାତାଙ୍କ ମା ଏବଂ ନିଜେ ସୁଜାତା ସାହୁ, ଆସନ୍ତୁ ଶୁଣିବା। ସାର୍ ଏଇଟା ମୋର ଗୁହାଳ ପାଚେରୀ ଭାଙ୍ଗିକି 2006 ଅପ୍ ଟୁ ଆଜି 2026 ଯାଏଁ କଣ୍ଟିନ୍ୟୁ ୟା ଉପରେ ଗୋଟେ ଡିସ୍ପ୍ୟୁଟ୍ ଚାଲୁଛି, ଯାହା ନେଇକି ତଳ କୋର୍ଟ ଠାରୁ ହାଇକୋର୍ଟ ଯାଇକି ତାପରେ ସବ୍ କଲେକ୍ଟରଙ୍କ କୋର୍ଟରେ ବି ଏବେ ଅଲରେଡି ମୋର ଜୁଡିସିଆଲ କେସ୍ ଚାଲୁଛି। ତା ସତ୍ତ୍ୱେ ସେ ସର୍ବସାଧାରଣ ରାସ୍ତା କହୁଛନ୍ତି, କିନ୍ତୁ ରାସ୍ତାର ଆଜି ଯାଏଁ ରିପୋର୍ଟ ଦଉନାହାନ୍ତି ନା କୋର୍ଟରେ ଆଜି ଯାଏଁ ଆମେ ପାଇଲାଣୁ ତହସିଲ ସବ୍ କଲେକ୍ଟରଠୁ କିମ୍ବା ଗାଁ ଲୋକ କୌଣସି ରିପୋର୍ଟ ଆଣିଛନ୍ତି ତା ବି ନୁହେଁ। କିନ୍ତୁ ମୁଁ ଦେଖିବା କଥା ଯୋଉଟା ଆପଣ କହୁଛନ୍ତି, ମୁଁ ବି ଦେଖିକି ନ୍ୟୁଜଟା ମୁଁ ବହୁତ ମର୍ମାହତ ହେଇଛି। ମୋର ଚରିତ୍ର ସଂହାର କରିକି ପୁଣି ସେ ଯିଏ କହୁଛନ୍ତି ସେ ପୁଣି ଗୋଟେ ଜନପ୍ରତିନିଧି 2006ର ସରପଞ୍ଚ ଥିଲେ, ୱିଥ୍ ମୋର ସମ୍ପର୍କରେ ଦାଦା ହେବେ। ଆପଣ ତ ଏଇ ଗାଁର ଝିଅ, ଆଜ୍ଞା ତାପରେ ମଧ୍ୟ ଏଇଭଳିଆ କେମିତି ହେଲା? ମୁଁ କହିପାରିବିନି ଆଜ୍ଞା, କାହିଁକି ନା ତାଙ୍କ ଘରେ ଯଦି ଝିଅ ନଥିବେ ସେ ସାୟଦ କୋଉ ଝିଅ କେମିତି ଆକ୍ଷେପ କରିକି କହିଥିବେ। ଚରିତ୍ର ସଂହାର ନେଇକି ଆପଣ ଜାଣିଥିବେ ଲରେ ଜଣଙ୍କର ଗୋଟେ ଝିଅର ଚରିତ୍ର ସଂହାର କରିବା କେତେ ବଡ ଜଘନ୍ୟ ଆଇନଗତ ଅପରାଧ। ସେଟା ତ ସମୟ ଆସିଲେ ମୁଁ ନିଶ୍ଚିନ୍ତ ତାଙ୍କୁ ସେଇଟା କରିକି ଦେଖେଇବି। କିନ୍ତୁ ମୁଁ ସେ ଯୋଉ ମୋ ଚରିତ୍ରଟା ସଂହାର କରୁଛନ୍ତି, ମୁଁ ଆପଣ ଚ୍ୟାନେଲ ମାଧ୍ୟମରେ କହୁଛି, ସେ ବି ମାନେ ବାଚାଳିଆ ହେଇକି କଥାବାର୍ତ୍ତା କରୁଛନ୍ତି। ଆପଣ ଦେଖିବେ କହୁଛନ୍ତି ସେ ବିବାହିତା, ତାପରେ କହୁଛନ୍ତି ସେ ବିବାହିତା ନୁହଁ, ସେ ମେଣ୍ଟେନାନ୍ସ ମୁଁ ଦଉଛି କାହାକୁ ନା କିଏ ମତେ ମେଣ୍ଟେନାନ୍ସ ଦଉଛି। 3ଟା ସ୍ୱାମୀ ସେ ଯାହା ବି କହିଛନ୍ତି ତାଙ୍କ ପ୍ରତିକ୍ରିୟା ଆପଣ ସମୟ ଆସିଲେ ମୁଁ ତାଙ୍କ ନମ୍ବରଟା ଦେଇଦେବି, ତାଙ୍କଠୁ ଯୋଗାଯୋଗ କରି ତାର ଏଭିଡେନ୍ସ ଆଣନ୍ତୁ। କିନ୍ତୁ ମୁଁ କହିବା କଥା, ମୁଁ ଯାହା ବି ହେଲେ ଗାଁର ଝିଅ ବୋଲି ସିଏ ବି ସେଇଟା ପ୍ରମାଣ ଦେଇଛନ୍ତି। ଯଦି ମୋ ଗାଁର ଝିଅ ଅଛି, ମୋର ଚରିତ୍ରଟା ଏମିତି କଣ ହେଇଯାଇଛି ସେ ମୋର ଏତେ ଜୋରସରେ ସଂହାର କରିପାରିଲେ। ଗାଁରେ 5,000 ଜନସଂଖ୍ୟା କେହି ଜାଣିନାହାନ୍ତି, ସିଏ କେବଳ ମୋର ହିଷ୍ଟ୍ରିଟାକୁ ଜାଣିଛନ୍ତି। ତ ମୁଁ ସେଇଟା ସମୟ ଆସିବ ତାଙ୍କଠୁ ମୁଁ ପ୍ରକୃତରେ ପ୍ରମାଣ ନେଇକି ଆସିବି, ଯାହାଦ୍ୱାରା ମତେ ବହୁତ ମର୍ମାହତ ହେଇଛି। ସେ ଯଦି ବି କହିଛନ୍ତି ଯେ ସେ ଗାଁରେ ଝିଅ, ଆମେ ଜାଣିଛୁ ସେ ମ୍ୟାରେଜ କରିନି, ତା ମାନେ ସେ ଅଲରେଡି ମୋ ବିଷୟରେ ଜାଣିଛନ୍ତି ଅଳ୍ପ ବହୁତ। ତା ସତ୍ତ୍ୱେ ସେ କାହିଁ ମୋର ଏମିତି ଚରିତ୍ର ସଂହାର କରିକି ଏ ଟାଇପର କରିଛନ୍ତି। ତାପରେ ଆଜି କାଲି ବିଶେଷ ଖବରରୁ ମୁଁ ପାଇଛି ଆମର ଚନ୍ଦକା ଆଇସି ମ୍ୟାଡାମ ସମିତା ମିଶ୍ର ମ୍ୟାଡାମ, ମୁଁ ତ ଏ ନେଇକି ଡିସ୍ପ୍ୟୁଟ୍ ନେଇକି ଯେତେବେଳେ ମୋର ଅର୍ଡର ଅଛି ମତେ ନ୍ୟାୟ ପାଉନି, ମୁଁ ଡିସିପିଠୁ ସିପିଠୁ ସର୍ବଶେଷରେ ଯାଇଥିଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭେନ୍ସ ଦେଇଥିଲି। ଡିସିପିଙ୍କି ଡାଇରେକ୍ସନ ହେଇଛି ଗ୍ୟାସ୍ ନେଇକି ସେ କିଛି ଇନଭେଷ୍ଟିଗେସନ କରିବା ପାଇଁ। କିନ୍ତୁ କାଲି ଡେଟ୍ ଲାଗୁଛି 13/3/2026ରେ ସମିତା ମିଶ୍ର ତ ମୋ ସ୍ପଟ ଉପରକୁ ଆସିନି, ମୁଁ କନଫର୍ମ ବାହାରୁ ମୁଁ ଖବର ପାଇଲି ସେ କୋଉଠି ଆସିକି ପଚାରିଛି ମୋ ଗହଣା ଗାଣ୍ଠି କିଏ ନେଇଛି, ପାଚେରୀ କିଏ ଭାଙ୍ଗିଛି ବୋଲି। ଯୋଉମାନଙ୍କୁ ପଚାରିছে ସେଇମାନେ ଅଭିଯୁକ୍ତ। ତାପରେ ସମିତା ମିଶ୍ର ପଚାରିଲା ପରେ ତାଙ୍କୁ କୋଉଠି କହିକି ଯାଇଛି ନିଜର ପାପକୁ ଆଉ ନିଜର କର୍ମକୁ ଲୁଚେଇବା ପାଇଁ ଆଉ ଅଭିଯୁକ୍ତଙ୍କୁ ବଞ୍ଚେଇବା ପାଇଁ, ପ୍ରମାଣ ନଷ୍ଟ ପାଇଁ ତାଙ୍କୁ କହିଛି ଯେମିତି ତାର ପାଚେରୀଟା ଭାଙ୍ଗିଛି ସେମିତି ପାଚେରୀଟାକୁ ଗଢେଇ ଦବ। ମୁଁ ଜାଣି ସେଇଟା ଆପଣଙ୍କୁ ତ ମୁଁ ପୂର୍ବରୁ ତ ଗଣମାଧ୍ୟମ ମାଧ୍ୟମରେ ମୁଁ ରିକ୍ୱେଷ୍ଟ କରିଥିଲି, ଏବେ ବି ଆପଣ ରିକ୍ୱେଷ୍ଟ କରୁଛି ଟିକେ ଆଇସି ମ୍ୟାଡାମ ସମିତା ମ୍ୟାଡାମଙ୍କୁ ଉଠାଉ ଟିକେ ଆପଣ ପ୍ରତିକ୍ରିୟା ଆଣନ୍ତୁ ଯେ ପ୍ରକୃତରେ ଏ ଜାଗାଟା ଉପରେ ମୋର ହାଇକୋର୍ଟର ଷ୍ଟେ ଅର୍ଡର ଅଛି। ସବ୍ କଲେକ୍ଟର ଅଲରେଡି ପକ୍ଷ ଅଛନ୍ତି, ତହସିଲ ପକ୍ଷ ଅଛନ୍ତି, ଅଲରେଡି ୟା ଉପରେ କେସ୍ ଚାଲୁଛି। ତା ସତ୍ତ୍ୱେ ସେ ଲୋକ ଲଗେଇକି ଭାଙ୍ଗିଦବା, ପୁଣି ପ୍ରମାଣ ନଷ୍ଟ ପାଇଁ ପୁଣି ତାକୁ ଯୋଡିଦବା। କାଲି ମତେ ମାରି ଦେଇଥାନ୍ତା ଆଜ୍ଞା, ମୋ ଜୀବନଟା ଚାଲି ଯାଇଥାନ୍ତା, ମାର ଜୀବନଟା ଯିବା ପାଇଁ ବେଶୀ ଟାଇମ ନୁହେଁ। ତାପରେ ତା ମାନେ କଣ ମୋ ଜୀବନଟାକୁ ସେ ରିଟର୍ନ ଦେଇ ଦେଇଥାନ୍ତା ଆଇସି? ଯଦି ମୋ ଜୀବନ ସେ ରିଟର୍ନ ଦେଇ ପାରିଥାନ୍ତା ତେବେ ସେ ମୋ ପାଚିଟାକୁ ଗଢନ୍ତୁ, ସେଗୁଡା ସମୟ ଆସିବ କହିବି। ନମସ୍କାର। ନମସ୍କାର। ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। ସରୋଜିନୀ ସାହୁ, ସୁଜାତା ମା ବୋହୂ। ଏଇ ଭିତରେ ଆମେ ବି ଯାହା ତ ଆପଣଙ୍କ ଝିଅ କହିଲେ ଯେ
ଜାଗା ବାଡି ଉପରେ ଆପଣଙ୍କର କେସ୍ ବାସ୍ ଚାଲିଛି, ତଥାପି ତା ଭିତରେ ଆହୁରି ଲିଟିଗେସନ ବାହାର କରୁଛନ୍ତି, ଗାଁ ଲୋକ ଏଇଭଳିଆ କହୁଛନ୍ତି, ପୋଲିସ ବି ଏହା କଣ କଣ କହୁଛି, ଆଇଏସଏସସି କଣ କହିଛନ୍ତି ଆପଣଙ୍କର ଶୁଣିବାକୁ ମିଳୁଛି। ଆମେ ବି ଏ ଖବର ସବୁ ପାଇକି ମ୍ୟାଡାମକୁ ଯୋଗାଯୋଗ କରିକି ଆସିଛୁ। ଆପଣଙ୍କର ମତାମତ ଏ ଉପରେ କଣ? ଆପଣ ତ ସବୁ ଜିନିଷ ଦେଖିଛନ୍ତି, ଫିଲ୍ଡ ଉପରେ ବି ଯାଇଛନ୍ତି, ଆପଣଙ୍କର ମତାମତ କଣ? ମତାମତ କଣ ଯେ ଏଇ ରୋଡ ସକାଶେ ମୋରି ରୋଡ ନେଲେ ଚାଲିବେ, ଏଇ ଯୋଉ ଭଳିଆ ଭାଷା ବ୍ୟବହାର ମୋ ଉପରେ ଅତ୍ୟାଚାର କରୁଛନ୍ତି। ମୋ ସ୍ୱାମୀ ଚିନ୍ତାରେ ଗଲେ, ମୋ ପୁଅ ବି ଚିନ୍ତାରେ ଗଲା। ମୁଁ ଏଇନା ଛୁଆ ପିଲା ଧରିକି ଯୋଉ ସଂସାର ଅଛି, ମତେ ବି କହୁଛନ୍ତି ତତେ ମାରିଦବୁ। କିଏ କହୁଛନ୍ତି? ବାବୁଲି ରାଉତ କହୁଛି, ଦିଲ୍ଲୀପ ବେହେରା କହୁଛି, ଗାଁ ଲୋକରୁ 4-5 ଜଣ କହୁଛନ୍ତି। ଆପଣ ତ ପଞ୍ଚାୟତ ସରପଞ୍ଚ ନମିନି ଏମାନେ ତ ଅଛନ୍ତି, ସେମାନେ ତ ବୁଝିବା କଥା ଏଇଟା। ନାଇଁ ନାଇଁ, ସିଏ ତ ମେନ୍ ପୁଆ, ସରପଞ୍ଚ ମେନ୍। ସରପଞ୍ଚ ନେଇକି ପରା ପାଚେରୀଟାକୁ ଭଙ୍ଗେଇଲା ଲୋକଙ୍କୁ, ସିସି କ୍ୟାମେରା 3ଟା ଭାଙ୍ଗିଦେଲା। ମତେ ଓଲଟ ଧମକ ଦେଲେଣି, ତତେ ଆମେ ଏଠି ରଖେଇ ଦବୁନି, ତତେ ମାରିଦବୁ ଜୀବନରେ। ଏଇ 2-3 ଦିନ ତଳେ ତ ଗୋଟେ ନ୍ୟୁଜରେ ବି ସେମିତି କିଛି କହିଥିଲେ। ହଁ, ଏମିତି ତ ପୁଅ ବାରମ୍ବାର ମତେ କହୁଛନ୍ତି, ମୁଁ ଆଉ କଣ କରିବି। ସେଥିରେ ପୁଣି ଏତେ କଥା ହେଇ, ଏତେ ପ୍ରକାର କହି, ମୋ ଝିଅ ଚରିତ୍ର ଉପରେ ଯୋଉ ଭଳିଆ ସଂହାର କରିଛନ୍ତି ଯେ ମୁଁ ମା ହେଇକି ଏଗୁଡାକ ବରଦାସ୍ତ କରିପାରୁନି। କେମିତି ମୋ ଝିଅ କଣ ଏ ଗାଁର ଝିଅ ନୁହଁ? ଏଇ ବାପ, ଭାଇ, ଦାଦା ଏଇମାନଙ୍କ ଉପରେ ଏତେ କଣ ମୋ ଝୁଅ କରିଛି ଯେ ଏମାନେ ଏତେ ଭଳିରେ ମୋ ଝୁଅକୁ କହିକିରି ପଦାରେ ପକେଇଲେ। ମୁଁ ଏଇ ଗୋଟାକ ମର୍ମାହତ ହଉଛି ଶୁଣିକି। ଆଉ କଣ କରିବି? ଏ କଥାଟା ପ୍ରକୃତ ସତ କି ମିଛ, ଏଇଟା ପ୍ରମାଣ ନିଆଯାଉ। ଆଉ ୟାର ବିଚାର ଯାହା ଆପଣ କରିବେ ଆଉ।